मनोज दासଙ୍କ श्रीकृष्ण କାହାଣୀ। ଭାଦ୍ର କୃଷ୍ଣ ପକ୍ଷର ଅଷ୍ଟମ ରଜନୀ। ଦିବ୍ୟାବତରଣ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ନଗରୀ ସାରା ବ୍ୟାପିଗଲା କଂସର ନୃଶଂସତାର ସମ୍ବାଦ। ଲୋକେ ଦୀର୍ଘଶ୍ୱାସ ଛାଡ଼ିଲେ। ସେମିତି ଜଣେ ନିର୍ମମ ଦାନବ ରାଜାର ଶାସନରେ ସେମାନଙ୍କୁ ଦିନ ବିତାଇବାକୁ ପଡ଼ୁଛି, ସେଥିପାଇଁ ଅଧିକାଂଶ ଲୋକେ ନିଜ ନିଜ କପାଳକୁ ଧିକ୍କାର ଦେଲେ। ନଗରୀର ସମ୍ଭ୍ରାନ୍ତ ଲୋକେ ମୁଣ୍ଡ ତଳକୁ କରି ବାଟ ଚାଲୁଥାନ୍ତି, କିନ୍ତୁ କଂସର ଦୁଷ୍କର୍ମରେ ଆମୋଦ ଅନୁଭବ କଲା ଭଳି ଅଦ୍ଭୁତ ପ୍ରାଣୀ ବି ଥିଲେ। କଂସ ଥିଲା ସେମାନଙ୍କ ପାଇଁ ଆଦର୍ଶ। ଜଣକର ମହତ୍ କର୍ମ ଅନେକଙ୍କ ହୃଦୟରେ ମହତ୍ତ୍ୱ ଜାଗରୁକ କରିଥାଏ। ସେମିତି ଜଣକର ଦୁଷ୍କର୍ମ ଅନେକଙ୍କୁ ମନ୍ଦ ମାର୍ଗରେ ଯିବା ପାଇଁ ଉତ୍ସାହ ଦେଇଥାଏ। ସୁକର୍ମ ହେଉ ବା କୁକର୍ମ ହେଉ, ଜଣେ ରାଜା ବା ବିଖ୍ୟାତ ଲୋକଟିଏ ଯାହା କରେ ତାହା ବହୁ ଲୋକଙ୍କୁ ପ୍ରଭାବିତ କରେ। କଅଁଳ ସୂର୍ଯ୍ୟ କିରଣ, ମୃଦୁ ପବନ ଏବଂ ବାତାବରଣରେ ପୁଷ୍ପରାଜିର ମହକ ଆମକୁ ଉତ୍ଫୁଲ୍ଲ ରଖିବ। ଆମେ ସେସବୁ ବିଷୟରେ ସଚେତନ ନଥିଲେ ସୁଦ୍ଧା ବାତାବରଣ ଯଦି ନିଷ୍ପ୍ରଭ ଦୂଷିତ ହୋଇଥିବ, ତେବେ ବଳେ ବଳେ ଆମକୁ ବିଷଣ୍ଣ ଲାଗିବ। ଠିକ୍ ସେମିତି ବାତାବରଣରେ ଶୁଭେଚ୍ଛା, ସହାନୁଭୂତି ଏବଂ ବିଶ୍ୱାସ ଭରି ରହିଥିଲେ ଲୋକଙ୍କ ହୃଦୟରେ ଲୁଚି ରହିଥିବା ସଦ୍ଗୁଣମାନଙ୍କର ବିକାଶ ହୁଏ। ଯଦି ବାତାବରଣରେ ଥାଏ ହିଂସ୍ରତା, ବର୍ବରତା ଓ ବିଶ୍ୱାସଘାତକତା, ଅଥଚ ସେସବୁ ବିରୋଧରେ ପ୍ରତିବାଦ କରିବା ଭଳି ସାହସ ନଥାଏ, ତେବେ ସବୁଆଡ଼େ ଛାଇଯାଏ ଆତଙ୍କର କଳାମେଘ। ସ୍ୱାର୍ଥପର ଓ ଦାମ୍ଭିକମାନେ ସେତେବେଳେ ଅନ୍ୟମାନଙ୍କ ଉପରେ ଯଥେଚ୍ଛା ଅତ୍ୟାଚାର କରନ୍ତି। କଂସର କାର୍ଯ୍ୟକଳାପ ଖାଲି ମଥୁରା ନୁହେଁ, ଆଖପାଖର ଛୋଟ ଛୋଟ ରାଜ୍ୟ ସବୁର ବାତାବରଣକୁ ମଧ୍ୟ କଳୁଷିତ କରିଦେଲା। କୌଣସି କୌଣସି ରାଜାଙ୍କ ପାଇଁ କଂସ ବନିଗଲା ଗୋଟାଏ ଲୋଭନୀୟ ଦୃଷ୍ଟାନ୍ତ। ସେମାନେ ମନେ କଲେ ଆପଣାର ସ୍ୱାର୍ଥ ବା ସୁଖ ପାଇଁ ଯଥେଚ୍ଛାର କରାଯାଇପାରେ, ନ କରିବା ବୋକାମି। ତେବେ କଂସର ନିଧନ ସମ୍ପର୍କରେ ଦୈବବାଣୀରୁ ଗୋଟିଏ ସୁଫଳ ମିଳିଲା। ନିଜ ନିୟତି ବିଷୟରେ କଂସ ରହିଲା ସର୍ବଦା ଚିନ୍ତାଗ୍ରସ୍ତ। ଦୁର୍ଗ ବାହାରକୁ ଯାଇ ପ୍ରଜାକୁଳ ବା ସାଧୁସନ୍ଥଙ୍କ ଉପରେ ଉପଦ୍ରବ କରିବାର ଉତ୍ସାହ ତାର ମାନ୍ଦା ହୋଇଗଲା। ଦୁର୍ଗର ଏକ କୋଣରେ ଗୋଟାଏ କକ୍ଷରେ ବନ୍ଦୀ ଭାବରେ ରହିଥାନ୍ତି ଦେବକୀ ଏବଂ ବସୁଦେବ। ଦେବକୀଙ୍କର କୌଣସି ସ୍ୱାଧୀନତା ନଥିଲା, ଯଦିଓ ବସୁଦେବ ଦୁର୍ଗ ଭିତରେ ବିଚରଣ କରିପାରୁଥିଲେ। ସମୟ ଗଡ଼ି ଚାଲିଥାଏ। ବର୍ଷ ପରେ ବର୍ଷ ଦେବକୀ ସନ୍ତାନଟିଏ ଜନ୍ମ ଦେବା ମାତ୍ରେ କଂସ ତାକୁ ଅକାତରେ ବଦ୍ଧ କରୁଥାଏ। କର୍ମଟି ତାର ଆକର୍ଷଣୀୟ ଅଭ୍ୟାସରେ ପଡ଼ିଗଲା। ଖବର ପାଇବା ମାତ୍ରେ ସେ ଦର୍ପଭରେ ପଶିଯିବ ଦେବକୀଙ୍କ କକ୍ଷ ଭିତରକୁ। ତାଙ୍କ କୋଳରୁ ଝିଙ୍କି ନେବ ନବଜାତ ଶିଶୁକୁ। କ୍ଷିପ୍ର ପଦକ୍ଷେପରେ ବାହାରି ଆସିବ ପ୍ରାଚୀର ଘେରା ପ୍ରାଙ୍ଗଣ ଭିତରକୁ। ନିଜ ଅସ୍ୱସ୍ତି ଭାବ ଲୁଚାଇବା ନିମନ୍ତେ ଅଟ୍ଟହାସ୍ୟ କରି ଠିଆ ହେବ ସେହି ଅଭିଶପ୍ତ ଶିଳାଖଣ୍ଡ ପାଖରେ। ଶିଶୁର ପାଦ ଦୁଇଟି ଧରି କେଇଥର ତାକୁ ଚକ୍ରାକାରରେ ବୁଲାଇ ପଥର ଉପରେ କଚାଡ଼ି ତାକୁ ଶେଷ କରିଦେବ। ଦୁର୍ଗବାସୀ ଅଧିକାଂଶ ନରନାରୀ ସେ ଦୃଶ୍ୟଠାରୁ ଦୂରେଇ ରହୁଥିଲେ, କିନ୍ତୁ କଂସର ଏପରି କେତେଜଣ ସ୍ତାବକ ବି ଥିଲେ ଯେଉଁମାନେ ସେଠାରେ ରହି ତାକୁ ବାହା ବାହା ଦେଉଥିଲେ। ଦେବକୀଙ୍କର ସପ୍ତମ ସନ୍ତାନ ଜନ୍ମ ନେବାର ସମୟ ଆସିଯାଇଥାଏ। ସ୍ୱପ୍ନ ଯୋଗେ ସେ ଜାଣିଲେ ଏଥର ଜନ୍ମଗ୍ରହଣ କରିବ ଏକ ବିଶେଷ ଆତ୍ମା। କଂସର କ୍ରୋଧରୁ ଶିଶୁକୁ ରକ୍ଷା କରିବେ କେମିତି? ଏହା ହିଁ ହେଲା ଦେବକୀଙ୍କ ଚିନ୍ତା। ତାଙ୍କୁ ସହାୟତା ଦେବା ନିମନ୍ତେ ସେଠି ଅଛି ବା କିଏ?
କାହାଠୁ ସେ ପରାମର୍ଶ ଲୋଡ଼ିବେ? ସେ ନୀରବରେ ଦିବ୍ୟ ଜନନୀଙ୍କୁ ପ୍ରାର୍ଥନା କରି ଜଣାଇଲେ ତାଙ୍କ ଦୁଃଖ। ପ୍ରଥମ ପତ୍ନୀ ରୋହିଣୀଙ୍କଠାରୁ କୌଣସି ସନ୍ତାନ ଜନ୍ମ ନ ହେବା ଯୋଗୁଁ ବସୁଦେବ ଦେବକୀଙ୍କୁ ବିବାହ କରିଥିଲେ। ରୋହିଣୀ ସନ୍ତାନଟିଏ ଲାଭ କରିପାରିଲେ କେଡ଼େ ତୃପ୍ତ ହୋଇଥାନ୍ତେ। ଦିବ୍ୟ ଜନନୀଙ୍କୁ ପ୍ରାର୍ଥନା କରି ସେ ଜଣାଇଲେ ତାଙ୍କ କ୍ଷୋଭ। ଦେବକୀ ପ୍ରାର୍ଥନା କରୁଥିଲେ ଭୂମିଷ୍ଠ ହେବାକୁ ଯାଉଥିବା ତାଙ୍କ ସନ୍ତାନଟିକୁ ରକ୍ଷା କରିବା ନିମନ୍ତେ। ଉଭୟ ପ୍ରାର୍ଥନା ହେଲା ଏକ ସମୟରେ ଫଳପ୍ରସୂ। ଯମୁନା ସେପାରି ଗୋପ ନାମକ ଜନପଦରେ ରହୁଥିଲେ ଗୋପାଳମାନଙ୍କ ରାଜା ନନ୍ଦ। ସେ ବସୁଦେବଙ୍କ ସହୋଦର ଭଳି ଅତି ଅନ୍ତରଙ୍ଗ ବନ୍ଧୁ। ଦେବକୀ ଏବଂ ବସୁଦେବ ଗୃହବନ୍ଦୀ ହୁଅନ୍ତେ ରୋହିଣୀ କଂସର ସାନ୍ନିଧ୍ୟଠୁ ଦୂରେଇ ନନ୍ଦାଳୟରେ ରହୁଥିଲେ। ଦିବ୍ୟ ଜନନୀଙ୍କର ଏକ ବିଭୂତି ମହାମାୟା ରୂପେ ଆସି ଦେବକୀଙ୍କ ଗର୍ଭରୁ ସନ୍ତାନଟିକୁ ରୋହିଣୀଙ୍କ ଗର୍ଭକୁ ନେଇଗଲେ। ଜନ୍ମଲାଭ ପରେ ସେହି ସନ୍ତାନ ହେଲେ ବଳରାମ ରୂପେ ପ୍ରଖ୍ୟାତ। ସେ ନନ୍ଦଙ୍କ ନଅରରେ ନିରାପଦରେ ବଢ଼ିବାକୁ ଲାଗିଲେ। ଦେବକୀଙ୍କ ସେବିକାମାନେ କଂସକୁ ଜଣାଇଲେ ତାଙ୍କ ସପ୍ତମ ସନ୍ତାନ ଗର୍ଭରେ ହିଁ ମୃତ୍ୟୁ ଲଭିଛି। ଯେହେତୁ ନବଜାତର କ୍ରନ୍ଦନ ଶୁଭିଲା ନାହିଁ, କଂସ ଏହାକୁ ସତ୍ୟ ବୋଲି ଗ୍ରହଣ କରିନେଲା। ବର୍ଷକରୁ ଅଧିକ ସମୟ ବିତିଯିବା ଉତ୍ତାରୁ ସେବିକାମାନେ ପୁଣି ଦେଲେ ଖବର। ଦିନ କେତୋଟି ପରେ ଦେବକୀଙ୍କଠାରୁ ଭୂମିଷ୍ଠ ହେବ ଆଉ ଏକ ସନ୍ତାନ। ଆତଙ୍କ ତଥା ନିର୍ଦ୍ଦୟ କ୍ରୋଧରେ ଥରି ଉଠିଲା କଂସ। ଯେଉଁ ଘଟଣାଟି ହେବ ତା ପାଇଁ ମାରାତ୍ମକ ଦୁର୍ଘଟଣା, ଯାହା ଅପେକ୍ଷାରେ ସେ ହରାଇଛି ତାର ସୁଖ ଶାନ୍ତି, ବର୍ତ୍ତମାନ ତାହା ହିଁ ଘଟିବାକୁ ଯାଉଛି। ଅବତୀର୍ଣ୍ଣ ହେବ ଦେବକୀର ଅଷ୍ଟମ ସନ୍ତାନ। ଦୈବବାଣୀ ଅନୁସାରେ ତାର ନିଧନକାରୀ। ସଙ୍ଗେ ସଙ୍ଗେ ସେ କିଞ୍ଚିତ ଆଶ୍ୱସ୍ତ ବି ହେଲା। ଏହି ଗୋଟିକର ବିନାଶ ସାଧନ ଅନ୍ତେ ସେ ଛାଡ଼ିବ ସ୍ୱସ୍ତିର ନିଶ୍ୱାସ। ଏହାପରେ ପ୍ରତିଟି ଦିନ ତା ପାଇଁ ମନେ ହେଲା ଅସହ୍ୟ, ଦୀର୍ଘ। ଯେତେବେଳେ ସେବିକାମାନେ ଜଣାଇଲେ ଯେ ଆଉ ମାତ୍ର ଦିନେ ଦୁଇ ଦିନ ଭିତରେ ଭୂମିଷ୍ଠ ହେବ ସେହି ଭୟାବହ ଶକ୍ତି, ସେହି ମୁହୂର୍ତ୍ତରୁ ସେ ପ୍ରବଳ ଉତ୍ତେଜନାରେ ଭୋକ ଶୋଷ ଭୁଲିଯାଇ ପ୍ରାୟ କମ୍ପମାନ ହେବାକୁ ଲାଗିଲା। ବାରମ୍ବାର ସେ ଦେବକୀଙ୍କ କାରାସଦନ ପାଖକୁ ଯାଇ କାନ ଡେରୁଥାଏ। ନବଜାତର କ୍ରନ୍ଦନ ଶୁଭୁଛି କି? ଦେବକୀଙ୍କ ସେବା ପାଇଁ ତଥା ସେ ସଦନ ଜଗିବା ପାଇଁ ପୁରୁଣା ସେବିକା ସେବକମାନଙ୍କୁ ବିଦାୟ କରି ସେ ନିଯୁକ୍ତ କଲା କେତେଜଣ ରାକ୍ଷାସୀ ରାକ୍ଷସଙ୍କୁ। ସେମାନେ ଥିଲେ ତା ପ୍ରତି ଅଧିକ ବିଶ୍ୱସ୍ତ। ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମ ଦିନ। କଂସ ଦେବକୀଙ୍କ କାରାନିବାସ ସାମ୍ନା ଅଗଣାରେ ଅସ୍ଥିର ଭାବରେ ପଦଚାରଣା କରୁଥାଏ। ରାକ୍ଷାସୀ ପରିଚାରିକାଟିଏ ଆସି ତାକୁ ଅଭିବାଦନ କରି ଜଣାଇଲା ଯେ ଆଗତ ପ୍ରାୟ ରାତିରେ ହିଁ ରାଜାଙ୍କର ବହୁ ଅପେକ୍ଷିତ ମୁହୂର୍ତ୍ତ ଉପନୀତ ହେବ। ସତେ? କଂସ ସେ ପରିଚାରିକାକୁ ତା ପାଦରୁ ମୁଣ୍ଡ ଯାଏ ଥରେ ଅନାଇ ନେଇ ଦେଲା ଏହି ଆଦେଶ। ଆଜି ସନ୍ଧ୍ୟାରୁ ଦେବକୀ ଓ ବସୁଦେବଙ୍କ ପାଖରେ କେହି ଜଣେ ବି ସେବିକା ରହିବେ ନାହିଁ। ହେଲା? ସେ ରାକ୍ଷାସୀମାନଙ୍କୁ ବି ସନ୍ଦେହ କରିବାକୁ ଆରମ୍ଭ କରିଥିଲା। କିଏ କହିବ, ହୁଏତ ସେମାନେ ଦେବକୀଙ୍କ ଦ୍ୱାରା ପ୍ରଭାବିତ ହୋଇଯିବେ। ରାକ୍ଷାସ ପ୍ରହରୀମାନଙ୍କୁ ସେ ତତ୍ପରେ ଶୁଣାଇଲା ତାର ଆଦେଶ। ଯେଉଁ ମୁହୂର୍ତ୍ତରେ ନବଜାତ ଶିଶୁର କ୍ରନ୍ଦନ ଶୁଣିବ, ଦୌଡ଼ି ଆସି ମୋ ଶୟନ କକ୍ଷ ଦ୍ୱାରରେ କରାଘାତ କରିବ। ମଥୁରା ନଗରୀ ଉପରେ ଛାଇ ଆସୁଥିଲା ଏକ ଘୋର କଳା ରାତି। ଆକାଶରୁ ହଜି ଯାଇଥିଲେ ଯାବତୀୟ ତାରା ଓ ନକ୍ଷତ୍ର। ଘୋଟି ଆସୁଥିଲେ ପର୍ବତପ୍ରାୟ ପୁଞ୍ଜ ପୁଞ୍ଜ ଭୀଷଣକାୟ ମେଘ। ବିଜୁଳି ଚମକିଲେ ମନେ ହେଉଥିଲା ହଠାତ୍ ଅବା ଜଳି ଉଠିବ ସମଗ୍ର ଆକାଶ।
ବଜ୍ରଧ୍ୱନିରେ ପ୍ରକମ୍ପିତ ହେବାକୁ ଲାଗିଲା କଂସର ବିଶାଳ ଦୁର୍ଗ। କାରାନିବାସ ଭିତରେ ଦେବକୀଙ୍କ ମୁହଁରେ ଯନ୍ତ୍ରଣା ଫୁଟି ଉଠୁଥିଲା। ବସୁଦେବ ଅସହାୟ ଭାବରେ ତାଙ୍କ ଶଯ୍ୟା ଚାରିପଟେ ଘୂରି ବୁଲୁଥିଲେ। ଯଦି ଆମର ଏ ସନ୍ତାନ ହୋଇଥିବ ବିଧାତା ଦ୍ୱାରା ପ୍ରେରିତ, ଯଦି ଏ ସୃଷ୍ଟିରେ ତାର ଥିବ କୌଣସି ବିଶେଷ ଭୂମିକା, ତେବେ ତା ଜନ୍ମ ଓ ଜୀବନର ଦାୟିତ୍ୱ ନିଅନ୍ତୁ ଦିବ୍ୟ ଜନନୀ। ତାଙ୍କ ବ୍ୟତୀତ ନାହିଁ ଆମର ଅନ୍ୟ କୌଣସି ସାହା। ମୃଦୁ କିନ୍ତୁ ଦୃଢ଼ କଣ୍ଠରେ କହିଲେ ଦେବକୀ। ତାଙ୍କ ସ୍ୱରରେ ଥିଲା ପ୍ରାର୍ଥନାର ବ୍ୟାକୁଳତା ତଥା ବିଶ୍ୱାସର ଦାବି। ହଠାତ୍ ଦମକାଏ ପ୍ରବଳ ପବନ ପଶିଆସି ତାଙ୍କ ଶଯ୍ୟା ପାଖରେ ଥିବା ପ୍ରଦୀପଟିକୁ ଲିଭାଇ ଦେଲା। ସେମିତି ଗହନ ଅନ୍ଧକାର ସେମାନେ ଜୀବନରେ କେବେ ଜାଣିନଥିଲେ। ବସୁଦେବ ଚକ୍ଷୁ ବନ୍ଦ କରି ହେଲେ ପ୍ରାର୍ଥନା ନିମଗ୍ନ। ପର ମୁହୂର୍ତ୍ତରେ ସେ ଅନୁଭବ କଲେ ଯେମିତିକି ଏକ ନିରୁତ୍ତାପ ସ୍ନିଗ୍ଧ ଦ୍ୟୁତିରେ ସେ କକ୍ଷ ଆଲୋକିତ। ସେ ଚକ୍ଷୁ ଖୋଲିଲେ। ବାସ୍ତବିକ ଏକ ନୀଳାଭ କନକ ଜ୍ୟୋତି ସେ କକ୍ଷକୁ କରିଥାଏ ଉଦ୍ଭାସିତ। ଅଚିରେ ସେହି ଜ୍ୟୋତି ଭିତରେ ପରିସ୍ଫୁଟ ହେଲା ଏକ ଅପୂର୍ବ ଦିବ୍ୟ ଆକୃତି। ବସୁଦେବଙ୍କ ସମ୍ମୁଖରେ ଅବତୀର୍ଣ୍ଣା ଦେବୀ ମହାମାୟା। ତୁମ ପୁତ୍ରକୁ ଉତ୍ତୋଳନ କର ବସୁଦେବ, ନିର୍ଦ୍ଦେଶ ଦେଲେ ଦେବୀ। ପୁତ୍ର? ବସୁଦେବ ଦେବକୀଙ୍କ ଶଯ୍ୟା ଉପରକୁ ଦୃଷ୍ଟିପାତ କଲେ। ଅଚେତନ ଜନନୀ ପାଖରେ ଶାୟିତ ତାଙ୍କର ସଦ୍ୟଜାତ ଅନନ୍ୟ ସୁନ୍ଦର ସନ୍ତାନ। ଅକଳ୍ପନୀୟ, ଅବର୍ଣ୍ଣନୀୟ। ଅବିଳମ୍ବେ ନନ୍ଦଙ୍କ ସଦନକୁ ଯାତ୍ରା କର। ତାଙ୍କ ପତ୍ନୀ ଯଶୋଦାଙ୍କ ଠାରୁ ଏହି କ୍ଷଣି ଜନ୍ମ ନେଇଛି ଏକ କନ୍ୟା। ତୁମ ପୁତ୍ରକୁ ତହିଁ ଥାପି କନ୍ୟାଟିକୁ ନେଇ ଚାଲି ଆସ। ଦେବୀ ଆଜ୍ଞା ଦେଲେ। ବସୁଦେବ ଶିଶୁପୁତ୍ରକୁ ଉଠାଇ ନେଲେ କମ୍ପିତ ବାହୁଯୁଗଳ ଯୋଗେ। ପୁଲକ ଓ ବିସ୍ମୟର ସମାହାରରେ ତାଙ୍କ ବାକ୍ସ୍ଫୂର୍ତ୍ତି ଘଟୁନଥିଲା। ବିଳମ୍ବ କରନା ବସୁଦେବ, ଦେବୀ ତାଙ୍କୁ ନିର୍ଦ୍ଦେଶ ସ୍ମରଣ କରାଇଦେଲେ। ମା, କିନ୍ତୁ ବସୁଦେବଙ୍କ ଦ୍ୱିଧା ଓ ସନ୍ଦେହର ଅର୍ଥ ଦେବୀ ବୁଝିଲେ। ସୁରକ୍ଷିତ ଦୁର୍ଗ ବାହାରକୁ ସେ ଯିବେ କିପରି, ତାହା ହିଁ ଥିଲା ତାଙ୍କ ଚିନ୍ତା। ଚିନ୍ତା ନାହିଁ ବତ୍ସ, କହିଲେ ଦେବୀ ତାଙ୍କ ଅମୃତମୟ କଣ୍ଠରେ। ଖାଲି ଏ ଦୁର୍ଗର ସମସ୍ତ ପ୍ରହରୀ, ସମସ୍ତ ନରନାରୀଙ୍କୁ ନୁହେଁ, ସମଗ୍ର ମଥୁରାର ନାଗରିକମାନଙ୍କୁ ବର୍ତ୍ତମାନ ଅଚେତ କରି ରଖିଛି ମୋର ଦୁର୍ବାର ମାୟା। ନିର୍ଭୟରେ ଆଗକୁ ଆଗକୁ ପାଦ ବଢ଼ାଅ। ଶିଶୁକୁ ବକ୍ଷରେ ଜାବୁଡ଼ି ଧରି ବସୁଦେବ ମହାମାୟାଙ୍କ ଆଗରେ ମୁଣ୍ଡ ନୁଆଇଲେ। ତାପରେ ସେ ଯେମିତି କାରାନିବାସର ବନ୍ଦ କବାଟ ଆଡ଼େ ଦୃଷ୍ଟିପାତ କରିଛନ୍ତି, ତାହା ତତ୍କ୍ଷଣାତ୍ ହେଲା ଉନ୍ମୁକ୍ତ। ଘନ ଘନ ବିଜୁଳି ଆଲୁଅରେ ସେ ଦେଖିଲେ ଏକ ପରେ ଏକ ଦୁର୍ଗର ସମସ୍ତ ଦ୍ୱାର ଖୋଲି ଯାଉଛି। ସେ ଅଗ୍ରସର ହେବା ସଙ୍ଗେ ସଙ୍ଗେ